सुरेंद्र बाबू अलेख शरण प्रभु अलेख शरण अलेख आउ सुरेंद्र बाबू आपण केमती अछंती? हाँ भल अच्छे करुणार। अच्छा अच्छा जाऊ आपण सहित जोड़ी बहुत खुशी लगुच आपणकर जहाँ किसी टिके अल्प परिचय आम दर्शक मान दिंतु। हाँ मु निश्चिंत भाव में देवी मु कहूँ माने देख वर्तमान जुगर चालीचलन मध्यम अठारु क्ष पर्यंत गोटे माने गोटे शोक मध्यम गोटे माने शोक मध्यम अन्य स्वर देकरी गोटे अठारु क्ष पर्यंत निर्णय करिछि बा लिखिछि जहाँ भाभी चिंती करी से कथाटा मु प्रकाश करूछि। अच्छा जाओ सुरेंद्र बाबू आपण को जिल्ला रे कहउतले? बहुत सुंदर कथा कलाहांडी जिला सुरेंद्र साहू तालपतर पोस्ट बिमला थाना जपटना जिला कलाहांडी। जहाँ बहुत आपण आध्यात्मिक गीता भागवत ए सब रुचि अच्छी। हाँ से कथा तो से 18टा अध्याय तो अलग अनत्र से लिखाई तेणु दुनियार रीतिनीति वर्तमान जुगर जहाँ चाली चलनी जहाँ हो अठारु क्ष पर्यंत प्रकाश करी तेणु मु प्रकाश करवाके जाऊँगी। ठीक अच्छे आपंकर ये सब कथा आम चैनल माध्यम दर्शक मैंने देखिए जब भल लगे से जोगाजोग करेंगे वीडियो को लाइक करेंगे। हाँ बहुत सुंदर कथा ताहले मैं प्रकाश करुछि। ठीक अछि आ विलंब करबानी वीडियो को आरंभ करिए। सुनी जाओ अवनी रे चारि खानी जन्म होई छंती जेते को प्राणी हे अंतर कथा न पारे जानी सुजने हे अनेक जीवाठु श्रेष्ठ मानव जन्म होई बलिष्ठ हे अहरह करंती अनिष्ट सुजने आहार विहार पाई आत्मा को सुधरे रखिबा पाई हे रजतम सात्विक गुण ही सुजने हे अनभावी रजतम सात्विक गुण को कले प्रधान हे आत्मा विकास होइब जान सुजने इहे न मानिले केही थिर जतम गुण को बही हे ईर्षा गुणे दिन गला बही सुजने हे इहे पशु छेली मेंढा नीति खाई गले होइण भेंडा हे इष्ट जन को देखाई खंडा सुजने इष्ट देवा देवी बोली देवी प्रतिमा रे बधिले छेली हे इच्छा पूरण होइब बोली सुजने हे उच्च साधु सन्थ गुण केही न मानिले धरा धामेण हे उतके जे गड़ी गला दिन सुजने हे उत्सवे बाहा बंधने पशु मारी भोजी देले रंधने हे उच्च अभिलाष बोली मणे सुजने हे पृथ्वी पृष्ठरे नर मांस भात खाई हेले बर्बर हे एकुआरे को नाही जे डर सुजने हे ଏହା ଦେଖି ସନ୍ଥ ଜନ ମୌନ ହୋଇଣ କାଟିଲେ ଦିନ ହେ ଏତ ଯୁଗର ଶେଷ ଲକ୍ଷଣ ସୁଜନେ ହେ ଓଟାରି କାହାରି କର ତୁମେ ଓଟ ମୋର ଗଲାର ହାର ହେ ଓକେ ମାନି ନିଅ ମୋର ଗିର ସୁଜନେ ହେ କେହି କିଛି ନ କହିବେ ମୋର ପରାକ୍ରମେ ଓହରି ଯିବେ ହେ କେଲି କରି ବାଜେ ଆମ୍ବେ ଦମ୍ବେ ସୁଜନେ ହେ କରନ୍ତି ପାପ କରମ ନିଶ୍ଚୟ ତାହାର ଯେ ଛାଡ଼ ଇ ଧର୍ମ ହେ କିଛି ଦିନେ ଭୋଗଇ କଷଣ ସୁଜନେ ହେ କଲା କାରବାର କଲେ ନୀତି ନିୟମକୁ ପାସୋରି ଦେଲେ ହେ ଖଲ ଦୁର୍ବଲେ ଦିନ କାଟିଲେ ସୁଜନେ ହେ ଖାଇଲେ ମଦ ଗଞ୍ଜାଇ କେହି କାହା କଥା ମାନିଲେ ନାହିଁ ହେ
କଣ୍ଟ ଦଲ ହେଲେ ଭାଇ ଭାଇ ସୁଜନେ ଗାଁ ଗଣ୍ଡା ହାଟ ବାଟ ଗର୍ବ ମାନରେ ଚାଲିଛି ନାଟ ହେ ଗଡ଼ି ଯାଉଛି ଯେ ନଟକୁଟ ସୁଜନେ ହେ ଗୁରୁ ଗୌରବ ନାହିଁ ଗୁଣିଜନ କଥା ମାନିଲେ ନାହିଁ ହେ ଗଡ଼ି ଗଲେ ଅନ୍ୟାୟ ପଥେ ହିଁ ସୁଜନେ ହେ ଘରେ ଘରେ କଲି ଗୋଲ କେହି ନ ମାନିଲେ କାହାର ବୋଲ ହେ ଘଣ୍ଟା ଘଣ୍ଟା ହେଲେ ହୋଲ ହାଲ ସୁଜନେ ହେ ଘର ଘରଣୀ ସ୍ୱାମୀର ଘୃଣା କରି ପରେ କରେ ନିଜର ହେ ଘର ସୌଭାଗ୍ୟ ହୁଇ ଦୂର ସୁଜନେ ହେ ଉତ୍ତପ୍ତେ ଚଲଇ ଘର ଛୋଟ ବଡ଼ ଭାବ ନଥାଏ କାର ହେ ଉହା ସମସ୍ତେ ଯେ ବରାବର ସୁଜନେ ହେ ଉଦ୍ଧାର ନିମନ୍ତେ ଦେହି କେହି ପ୍ରଭୁ ନାମ ଜପିଲେ ନାହିଁ ହେ ଉଚ୍ଚ ବାଚେ ସର୍ବେ ହେଲେ ପାଇ ସୁଜନେ ହେ ଚିତ୍ତରେ ବିଚାର କର ଚିରଞ୍ଜୀବୀ ହୋଇ ଅଛି କେଆର ହେ ଚିନ୍ତା କର ନିଜ ହୃଦୟର ସୁଜନେ ହେ ଚିନ୍ତା କର ପ୍ରଭୁ ନାମ ଚିନ୍ତିଲା ଜନକୁ ବୈକୁଣ୍ଠ ଧାମ ହେ ତଲ ମନକୁ କରି ଅଧୀନ ସୁଜନେ ହେ ଛଡ଼ ରସ ହୃଦ ତେଜ ଶ୍ରୀ ଜଗନ୍ନାଥଙ୍କୁ ଆନନ୍ଦେ ଭଜ ହେ ଛଲ କପଟ ହୃଦରୁ ତେଜ ସୁଜନେ ହେ ଛଇଲ ନାଗର ବର ଘନ ଶ୍ୟାମ ମୂର୍ତ୍ତି ଭାରି ସୁନ୍ଦର ହେ ଥକି ତାଙ୍କୁ କର ନମସ୍କାର ସୁଜନେ ହେ ଜଗତର ପିତା ସେହି ଜଗତର ଦୁଃଖ ସୁଖ ବୁଝଇ ହେ ଜଗତେ ତାଙ୍କଠୁ କେହି ନାହିଁ ସୁଜନେ ହେ ଜୀବନ ମରଣ କାଲେ ତାଙ୍କ ନାମକୁ ଯେ ମନୁ ନ ଭୁଲେ ହେ ଯାଇ ପହଞ୍ଚିବ ବିଷ୍ଣୁ ଆଲେ ସୁଜନେ ବହୁତ ସୁନ୍ଦର ଛାଡ଼ ମନ ଏହି ମଝି ଝୁଣ୍ଟି ପଡ଼ି ଗଲେ ଉଠିବୁ ନାହିଁ ହେ ଛୋଟ ପ୍ରଭୁ ପାଦ ଥାଅ ଧ୍ୟାଇ ସୁଜନେ ହେ ଝଟକର ସୁକର୍ମ କର୍ମ ଅନୁସାରେ ମିଳଇ ପୁଣ୍ୟ ହେ ଦୁଟ କଥାରେ ନ ବୋଲା ମନ ସୁଜନେ ହେ କାହିଁଟା ପରା ନ କର ଟାଣି ଘେନି ଯିବେ ଜମ ଡଗର ହେ ଟାଣପଣ ଭାଙ୍ଗି ଯିବ ତୋର ସୁଜନେ ହେ ଟାଣପଣ ଏ ଦୁନିଆ ଟାହିଟା ପରାରେ ମାରନ୍ତି ଡିଆଁ ହେ ତଲି ପଡ଼ିଲେ ତୁଟଇ ମାୟା ସୁଜନେ ହେ ଠକ ଭଣ୍ଡ ସାଧୁ ଜନ ପ୍ରଭୁଙ୍କ ନାମରେ କରି କୀର୍ତ୍ତନ ଠକି ନିଅନ୍ତି ଯୌବନ ଧନ ସୁଜନେ ହେ ଠାବ କରି ପ୍ରଭୁ ନାମ ଠାବ କରି ପ୍ରଭୁ ଗୁଣ ଅଭ୍ୟାସ ବଳରେ ଦିଅନ୍ତି ଜ୍ଞାନ ହେ ଠାବେ ଭକ୍ତି ସଙ୍ଗରେ ଅଧୀନ ସୁଜନେ ହେ ଡାକ ସଦା ପ୍ରଭୁ ନାମ ଡାକି ନେଇ ଯିବେ ତାଙ୍କ ସଦନ ହେ ଡରି ପଲାଇବେ ଜନ୍ତୁରାଣ ସୁଜନେ ହେ ଡିଙ୍ଗର ବୁଦ୍ଧି ନ ଧର ଡିଙ୍ଗର ବୁଦ୍ଧିରେ ମିଳେ ଅସାର ହେ ଟକା ବୁଦ୍ଧି ରୁହନ୍ତୁ ଦୂର ସୁଜନେ ହେ ଢାଙ୍କିଛି ଦେହରେ ଚର୍ମ ଢଲି ପଡ଼ିଗଲେ ନ ଆସେ କାମ ହେ ଢାଙ୍କି ନେବେ ଶ୍ମଶାନରେ ଜାଣ ସୁଜନେ ହେ ଯେଉଁପରି ଏ ଜୀବନ ଯଶ ପଯଶ ରହିବ ଜାଣ ହେ ଢଙ୍ଗ ନ ରହିବ ହେ ତାଟି ନାହିଁ ହେ ଆଉ ବିଳମ୍ବ କରିବା ନାହିଁ ସୁଜନେ କାଗତ ବୋଲେ ହୋଇଲେ ଧନ୍ୟ ହେ ରଟାଇଥିଲେ ଅନେକ ଜନ ସୁଜନେ ହେ
ବନ୍ଧୁ ବାନ୍ଧବ ଗହଲେ ଏକାଗତ ଯଦି ହୃଦେ ନଥିଲେ ହେ ବଡ଼ ବିପଦ ଆସେ ସଇଲେ ସୁଜନେ ହେ ଶାନ୍ତି ରଖ ପଞ୍ଚ ମନ ସୁମନେ ମନକୁ କରିଅ ଧୀନ ହେ ଶ୍ରଦ୍ଧା ଉପୁଜିବ ହୃଦେ ଜାଣ ସୁଜନେ ହେ ଶରଣ ସଦର ହରି ସେ ହରି କରନ୍ତି ଭବରୁ ପାରି ହେ ଶତ୍ରୁ ସମ୍ମୁଖେ ଜୀବଟି ହାରି ସୁଜନେ ହେ ସିଦ୍ଧ ସାଧୁ ସନ୍ଥ ଜନ ସିଦ୍ଧ ହୋଇ ବ୍ରହ୍ମ ପାଇଲେ ଜାଣ ହେ ସୁରେ ବିତାଇଥିଲେ ଜୀବନ ସୁଜନେ ହେ ସଂସାରେ ତରିବା ପାଇଁ ଜ୍ଞାନ ଧର୍ମ ପ୍ରଭୁ ଛନ୍ତି ବତାଇ ହେ ସୁଖ ଦୁଃଖରୁ ତରିବା ପାଇଁ ସୁଜନେ ହେ ହରେ କୃଷ୍ଣ ହରେ ରାମ ତାଙ୍କ ନାମ ଗାଇ କାଟିବା ଧୀନ ହେ ହାନି ଲାଭରେ ରହିବ ସମ ସୁଜନେ ହେ ହିତାହିତ ଏହି ଜ୍ଞାନ ସୁରେନ୍ଦ୍ର ଏ ଗୀତ କଲା ପୂରଣ ହେ ହେବ ସଂସାରେ ସେ ଗୁଣୀ ଜନ ସୁଜନେ ହେ କ୍ଷମା ଦେବେ ଜଗନ୍ନାଥ ତୁମ୍ଭ ପାଦ ତଲେ ରଖିବ ଚିତ ହେ ক্ষয় কর মুহূর্ত পাতক সুজনে হে ক্ষমা দেবে সুজ্ঞজন বেদ শাস্ত্র পদ খোঁজি আনিন হে ক্ষুদ্র লেখা যে কলি লেখন সুজনে হে হরে কৃষ্ণ ହରେ କୃଷ୍ଣ। ସୁରେନ୍ଦ୍ର ବାବୁ ବହୁତ ସୁନ୍ଦର ଭାବରେ ଆପଣ ତ ଏ ଲେଖାକୁ କହିଲେ ଆଉ ଟିକେ ପ୍ରଥମରୁ ଅରୁ ଯୋଉ ଆରମ୍ଭ କଲେ ଆଉ ଦିଧାଡି ଟିକେ ବୁଝେଇବେ କି? ମେନ୍ ତ ଆପଣ ସମ୍ପୂର୍ଣ୍ଣ ପଢିଦେଲେ କିନ୍ତୁ ଟିକେ ବୁଝେଇବା ଦରକାର ପଦଟି ପ୍ରତ୍ୟେକ ପଦକୁ ଅରୁ କ୍ଷୟ ପର୍ଯ୍ୟନ୍ତ ଧୀରେ ଧୀରେ ଆମେ ସବୁ ତ ଆଜି ବୁଝେଇ ପାରିବାନି, ବୁଝେଇବା ପ୍ରତି ଭିଡିଓରେ ଆଉ। ଦେଖନ୍ତୁ ବହୁତ ସୁନ୍ଦର କଥା ଏ କଥାଟା ଆପଣଙ୍କୁ ବୁଝାବାକେ ପଡେ ନାହିଁ। ଦେଖନ୍ତୁ ଅତି ସରଳ ଭାଷାରେ ଏ କଥାଟା ବୁଝା ଯାଇଛି। ଦେଖନ୍ତୁ ରେକର୍ଡିଂ କାଟିଦେଲେ ନା କି? ନାଇଁ ରେକର୍ଡିଂ ଅଛି ଅଛି ଦେଖ। ଆଚ୍ଛା ଫାଷ୍ଟରୁ ଦେଖ ମୁଁ ଟିକେ କହିଦଉଛି। ଆଚ୍ଛା ଟିକେ ଛୋଟିଆ କଥା ଦେଖ, ଏଇଟା ଅତି ସରଳ ଭାଷାରେ କୌଣସି ଜଟିଳତା ପଦ ନାହିଁ। ଦେଖ ଅବନୀରେ ଚାରିଖାନି ଧରନ୍ତୁ, ଅବନୀରେ ଚାରିଖାନି ଜନ୍ମ ହୋଇଛନ୍ତି ଯେତେକ ପ୍ରାଣୀ, ଚାରିଖାନି ଜୀବ ଜନ୍ମ ନେଇଛନ୍ତି। ଅନ୍ତର କଥା ନ ପାରେ ଜାଣି ଅନ୍ତର କଥାକେ ନେଇ ଜାଣି ପାରବାର। ଅନେକ ଜୀବଠୁ ଶ୍ରେଷ୍ଠ ଯେ ବାକି ଯେ ତିନି ପ୍ରାଣୀ ଜଣେ ଚଲ ଅଚଳ ବୁଢା ବୁଢା ଅଚଳ ତିନି ପ୍ରାଣୀ ଭିତରେ ଚଳ ଭିତରେ ହଉଛି ସବୁଠାରୁ ଶ୍ରେଷ୍ଠ ହଉଛି ମାନେ ମାନବ ଜୀବନ। ଅନେକ ଜୀବଠୁ ଶ୍ରେଷ୍ଠ ମାନବ ଜନ୍ମ ହୋଇ ବଳିଷ୍ଠ ଅହରହ କରନ୍ତି ଅନିଷ୍ଟ। ଏଇ ଚାରିଖାନି ଭିତରୁ ମାନବ ଜନ୍ମ ହଉଛି ସବୁଠାରୁ ଶ୍ରେଷ୍ଠ। ଆହାର ବିହାର ପାଇଁ ଆତ୍ମାକୁ ସୁଖରେ ରଖିବା ପାଇଁ ରଜ ତମ ସାତ୍ଵିକ ଗୁଣ ଏହାର ଆହାର ବିହାର ପାଇଁ ତିନି ଗୁଣରେ ପ୍ରାଧାନ୍ୟ ଦେଇଥିଲେ। କିନ୍ତୁ ତିନି ଗୁଣ ମଧ୍ୟରୁ ସାତ୍ଵିକ ଗୁଣକୁ ପ୍ରାଧାନ୍ୟ କହି ଆନଭାବୀ ରଜତମ ମାନେ ଖରାପ ଗୁଣ ହচ্ছে ରଜତମ ଗୁଣ ହচ্ছে ଖରାପ ଗୁଣ। ରଜତମ ଗୁଣ ଯେମାନଙ୍କ ଦେହରେ ଅଛି, କୀଟ ପତଙ୍ଗ ତରୁତୃଣ ବା ମଣିଷ ମାଧ୍ୟମରେ ଅଛି, ଯେ ତାହେଲେ ସେମାନଙ୍କର ଅନେକ କୁପ୍ରଭାବ ଅନ୍ୟାୟ ଅତ୍ୟାଚାର ଲୁଣ୍ଠନ ଚୋରି ଡକାୟତ ଏଇ ଖାଦ୍ୟ ଖାଇବା ଦ୍ୱାରା ହେଉଛି। ସାତ୍ଵିକ ଗୁଣକୁ କଲେ ପ୍ରଧାନ, ସାତ୍ଵିକ ଗୁଣକୁ ମୁନି ଋଷି ମାନେ ପ୍ରାଧାନ୍ୟ କଲେ। ଆତ୍ମା ବିକାଶ ହୋଇବ ଜାଣ, ୟାକୁ ଯଦି ଆତ୍ମା ବିକାଶ ହବ ମାନେ ସତଗୁଣ ଯୋଉମାନେ ସତଗୁଣ ହାରି ସେମାନେ ତାଙ୍କର ଆତ୍ମା ବିକାଶ। ଏ କଥା ନିରାଧାର୍ଯ୍ୟ ସତ୍ୟ ବୋଲି କୁହାଗଲା। ଇହେ ନ ମାନିଲେ କେହି ଇହେ ବେଲେ ଏ ପୃଥିବୀ ପୃଷ୍ଠରେ ସାଧୁ ସନ୍ଥ ଯାହା ଲିପିବଦ୍ଧ କରି ଯାଇଥିଲେ ତିନି ଗୁଣ ମଧ୍ୟରୁ ସାତ୍ଵିକ ଗୁଣକୁ ପ୍ରାଧାନ୍ୟ କଲେ ଆଉ ରଜତମ ଗୁଣକୁ ମାନେ ନିକୃଷ୍ଟରେ ଛାଡିଦେଲେ। ଇହେ ନ ମାନିଲେ କେହି ଇହେ ବେଲେ ଏ ପୃଥିବୀ ପୃଷ୍ଠରେ ଇହେ ନ ମାନିଲେ କେହି କିଛି ରଜତମ ଗୁଣକୁ ବହି ରଜତମ ଗୁଣରେ ସବୁ ଭରପୁର ହେଲେ ଈର୍ଷା ଗୁଣେ ଦିନ ଗଲା ବହି। ଈର୍ଷା ଗୁଣରେ ସବୁ ରାଗ ତମ ହିଂସା ପରଶ୍ରୀ କାତର ମଲିନ ଇତ୍ୟାଦି ଇତ୍ୟାଦି ଯାହା ଦେଖାଗଲା। ଇହେ ପଶୁ ଛେଳି ମେଣ୍ଢା ମାନେ ପୃଥିବୀ ପୃଷ୍ଠରେ ନିଜେ ଖାଇଗଲେ ହୋଇନ ଭେଣ୍ଡା ମାନେ ମୋଟା ତାକଡା ହେବେ ଖାଇକରି
ମାଛ ମାଂସ ଇତ୍ୟାଦି ଖାଇକରି ଭେଣ୍ଡା ବେଲେ ଯା ମୋଟା ତାକଡ଼ା ଲୋକେ ଭେଣ୍ଡା କହିସନ୍ ଇଷ୍ଟ ଜନ ପୂଜା ଖାଇ ଖଣ୍ଡା କାହାକୁ ନେ ମାନିଲେ ଅତି ସରଳ ମାଧ୍ୟମରେ ଆପଣ ସୁନ୍ଦର ଭାବରେ ବୁଝେଇଲେ ଆଉ ଆଜି ପାଇଁ ଭିଡ଼ିଓ ଏଇଠି ରଖିବା ପୁଣି ଆଉ ଗୋଟେ ନେକ୍ସଟ ଭିଡ଼ିଓରେ ଅଲଗା ଆଉ ଯୋଉ ବାକି ରହିଲା ସବୁ ବୁଝେଇବେ। ଆଚ୍ଛା ଆଚ୍ଛା ସେମାନେ ନିହାତି ବୁଝି ଯାଉଥିବେ ତଥାପି ଆଉ ଟିକେ ସରଳ ଭାବରେ ଆପଣ ବୁଝେଇବେ ତ ଆଣିକି ଏଇଠି ବିରାମ ଦେବା ପୁଣି ଦେଖା ହବ ଆଉ ଗୋଟେ ଭିଡ଼ିଓରେ। ସୁନ୍ଦର କଥା ଅଲେଖ ଅଲେଖ ଅଲେଖ